ମୁଁ ମାଇକିନା କେତେ କାମ କରିଚିଲୋ, ଟିକେ ରେଷ୍ଟ ନେଇ ପାରୁନି। ରେଷ୍ଟ ନେବାକୁ ବେଳ କାହିଁ କହିଲ? ମୁଁ ରେଷ୍ଟ ନେଲେ ତମେ କ'ଣ ଖାଇ ପିଇ ଡ୍ୟୁଟି ଯାଇପାରିବ? ମାଇକିନା ନଥିଲା ବେଳେ କ'ଣ ମୁଁ ଡ୍ୟୁଟି ଯାଉଥିଲି? ଏଇଭଳି ହଉଛ ଯେ। ନାଇଁ, ମୁଁ ଯାହା ଭାବୁଥିଲି ତମେ ଯାହା କହୁଛ ଠିକ୍ କଥା। ତମେ ନଥିଲେ ଉପାସରେ ରହିଥାନ୍ତି। ହଉ ଛାଡ଼ ସେ କଥା। ହେଇଟି ଶୁଣୁଛ, ମତେ ଆଜି 500 ଟଙ୍କା ଦିଅନ୍ତନି, ମୁଁ ଗୋଟେ ହିଲ୍ ଆଣନ୍ତି। ଶୁଣ ମାଇକିନା, ଟିକେ କ'ଣ ତାରିଫ କରିଦେଲେ ସାଙ୍ଗେ ସାଙ୍ଗେ ପଇସା ମାଗିଦେଲା। ଆରେ ଶୁଣ, ମୋ ପାଖରେ ଏବେ ପଇସା ନାହିଁ, ଆଉ 15 ଦିନ ପରେ ଦେବି। ଅନାନି ବାଡ଼ି ଖିଆ, ତୋର ଏଇ ଗୁଣ ଯୋଗୁ ନା ମୁଁ ତୋ ଉପରେ ରାଗୁଛି। ପରେ ଦେବୁ କହି ମୋର କେତେ ଟଙ୍କା ବୁଡ଼େଇଲୁଣି କହ ତ? ପରେ ଦେବି କହିଲି ତ। ତୋର ପରେ କେବେ ହେଲାଣି ନା ହବ? ତୋର ପରେ ମାନେ ତ ଆଉ ଦବୁନି। ମାଇକିନା ଠିକ୍ ଜାଣିଛୁ ତ, ଏତେ ମୁଡ଼ି ମାଡ଼ି କାହିଁକି ହଉଛୁ? ମୁଁ ଯେଉଁ ଦିନ ରାତି ପରିଶ୍ରମ କରୁଛି କାହା ପାଇଁ କରୁଛି? କହ ତ କାହା ପାଇଁ କରୁଛି? ମୋତେ 500 ଟଙ୍କା ଦେଇପାରିବନି? ହଉ ହଉ ରାଗନି, ମୁଁ କାଲି ଦେବି ହେଲା। ମୁଁ ଏବେ ଡ୍ୟୁଟି ଯାଉଛି। ଆରେ ନ ଖାଇ କୁଆଡ଼େ ଯାଉଛ? ମୁଁ ଖାଇବିନି, ମୋତେ ଭଲ ଲାଗୁନି। ଓଃ, ମୋର ରାଗ ପଶିଗଲା।